ଆଜିକାଲି ଧର୍ମ ନାମରେ କେବଳ ଧନ୍ଦା ଚାଲିଛି। ଈଶ୍ୱର କେବଳ ଗୋଟେ ବାହାନା ମାତ୍ର। ତଥାକଥିତ ବେପାରୀ ଧର୍ମଗୁରୁମାନଙ୍କର ଦୋକାନ ମେଲା ହେଇଛି। ଧର୍ମ ନାମରେ ଧର୍ମଭୀରୁ ମଣିଷମାନଙ୍କୁ ଶୋଷଣ କରିବାରେ ଲାଗିଛନ୍ତି। ଏହି ବର୍ତ୍ତମାନର ସମସ୍ତ ବିଜ୍ଞପିତ ଭାରତବର୍ଷର ନାମକରା ଧର୍ମଗୁରୁମାନେ। ବନ୍ଧୁ, ସେଇ ସବୁ ବେପାରୀ ଧର୍ମଗୁରୁଙ୍କର ଗୁହାଳ ଭିତରୁ ତୁମେମାନେ ନିଜେ ନିଜେ ବାହାରି ଆସ। ତୁମକୁ ଯଦି ପହଁରା ଶିଖିବାର ଅଛି ବା ପହଁରିବାର ଅଛି, ତୁମ ନିଜକୁ ନଈ କୂଳକୁ ଆସିବାକୁ ପଡ଼ିବ। ନଈରେ ଲମ୍ଫ ଦେବାକୁ ପଡ଼ିବ। ପାଣିରେ ଡୁବୁକି ମାରିଲା ପରେ ହିଁ ତୁମେ ହୁଏତ ପହଁରା ଶିଖିଯିବ। ଆଉ କେମିତି ପହଁରିବ ସେ ବିଷୟରେ ସାରା ଜୀବନ ଏଇ ସବୁ ଭଣ୍ଡ ଧର୍ମଗୁରୁଙ୍କ ଗୁହାଳରେ ବସି ପ୍ରବଚନ ଶୁଣିଲେ ତୁମେ ପହଁରା ଶିଖିପାରିବନି। ଅବିକଳ ସେୟା ହେଉଛି ଈଶ୍ୱରଙ୍କ କ୍ଷେତ୍ରରେ। ତୁମେ ଏଇ ସବୁ ଧର୍ମଗୁରୁଙ୍କର ମିଠା ବୋଳା ଈଶ୍ୱରଙ୍କ ସମ୍ବନ୍ଧରେ ପ୍ରବଚନ ଶୁଣିଲେ ଈଶ୍ୱରଙ୍କ ସହିତ ତମର ସମ୍ପର୍କ ଯୋଡ଼ି ହେବ ନାହିଁ। ସେଥିପାଇଁ ତମର ପ୍ରଥମ କାମ ହେଲା ଏଇମାନଙ୍କ ଗୁହାଳରେ ଯେଉଁ ବନ୍ଧା ହେଇକି ସାରା ଜୀବନ ପଡ଼ିଛ ସେ ଭିତରୁ ନିଜକୁ ମୁକ୍ତ କର। ତାହେଲେ ହୁଏତ ଈଶ୍ୱରଙ୍କୁ ପାଇବାର ବାଟ ତୁମେ ପାଇପାର। ତା ନହେଲେ ଏଇ ଧର୍ମଗୁରୁମାନେ ନିଜକୁ ଈଶ୍ୱରଙ୍କର ଦଲାଲ କହି ତୁମକୁ ତାଙ୍କ ପାଖରେ ପହଞ୍ଚାଇ ନ ଦେବାର ସମସ୍ତ କଳା କୌଶଳ ଆପଣେଇଛନ୍ତି ଏବଂ ଧର୍ମକୁ ଆଜିକାଲି ଏକ ବେପାରରେ ପରିଣତ କରିଦେଇଛନ୍ତି। ସାବଧାନ।